ଜୟ ଜଗନ୍ନାଥ। ସକାଳୁ ସକାଳୁ ମୁଁ ଉଠି ପଳେଇ ଆସିଲି ବଣକୁ, କାହିଁକି ନା ବଣରେ ଆମର ଫିଷ୍ଟ ହେବାର ଅଛି। ମୁଁ ଆସିକି ଦେଖିଲା ବେଳକୁ ସମସ୍ତେ ଆସିକି ପହଞ୍ଚିସାରିଛନ୍ତି, କେବଳ ମୁଁ ହିଁ ଆଇନି ଲେଟ୍ରେ। ଆଉ ଆସିକି ଦେଖିଲା ବେଳକୁ ରାମ ଏଠି ଠିଆ ହେଇଛି। ଏପଟେ ଆସିକି ଦେଖିଲା ବେଳକୁ ନଣ୍ଡା ନା ଶଙ୍କରାନ ନା କୁଟିଆ ନା ତାଙ୍କର ଚୁଲି ଗାତ ଖୋଳିବାରେ ଜୋରସୋରରେ ଲାଗି ପଡ଼ିଛନ୍ତି। ଆଉ ଏଠି ମଧ୍ୟ କାହ୍ନା ହାତରେ କାଠ ବୋଇ ଆଣିଲାଣି। ଆଉ ମୁଁ ଆସିକି ଯେଉଁ ଗଛପତ୍ର ଆମର ଆଗରୁ ଲାଗିଥିଲା ସବୁ ଦେଖ, ସେଇ ଗଛପତ୍ର ଭିତରେ ବୁଲିକି ତା ପହଞ୍ଚିଲା ବେଳକୁ ଏଠି ଚାଲିଛି କାଠ ଚିରା ଜୋରସୋରରେ ଚାଲିଛି। କାଠ ଚିରି ଚିରି ଆଉ ପାରିଲେନି, ଲାଷ୍ଟକୁ ଗଲେ କାଠଟା କାନ୍ଧେଇ ନେଇକି ପଳେଇବା, ଚୁଲି ପାଖରେ ପକେଇଦେବା, ସେଇଠି ଯାଇକି ଚିରିଆ। ଆଉ ଚୁଲି ମଧ୍ୟ ଇଟା ଫିଟା ଲାଗିଗଲା। ଆଉ ବସିକି ଗୋଟେ ମିଟିଂ ଚଲେଇଲେ, ତାପରେ ଘରକୁ ସମସ୍ତେ ବାହାରିଲେ, ହେଲେ ଘରକୁ ସରିଗଲା କାମ, ଆସିବା ଫିଷ୍ଟ କରିବା। ଆଉ ମୁଁ ଆସିକି ଖାଇ ପିଇକି ରେଡ଼ି ହେଇକି ବାହାରିଲି BGM ପାଖକୁ। କାହ୍ନା ମଧ୍ୟ ଆସିକି ପହଞ୍ଚିଗଲା, କାହ୍ନା ସହିତ ବସିକି ଚାଲ। ମୁଁ ଆସିକି ପହଞ୍ଚିଲା ବେଳେ ଅମୁଲନାଥ ଧୂପ